ଏବେ ଆମେ ଦ ପ୍ରାଇସ୍ ଅଫ୍ ପଲ୍ୟୁସନ୍ ଦେଖିବା, ଯେଉଁଟାରେ ଆମର ହେଉଛି ଗୋଟେ 19 ବର୍ଷର ଲୋକ ଯିଏକି ୱଙ୍ଗ କା ନାଗ, ଯିଏକି ହଂକଂର ବସ୍ ଷ୍ଟପ୍ରେ ବିଦ୍ୟାଳୟ ଯାଉଛନ୍ତି। ସେ ସମୟରେ କ'ଣ ହେଲା, ଆଜିକୁ ଜାନୁଆରୀ 3 ମାସ ତଳେ କଥା, ତାଙ୍କୁ ଆସ୍ଥମା ରୋଗରେ ପୀଡ଼ିତ ହୋଇଥିଲା। କ'ଣ ପାଇଁ ନା ସେତେବେଳେ ବାୟୁ ପ୍ରଦୂଷଣ ବହୁତ ଖରାପ ହୋଇଯାଇଥିଲା। ତ ଏଇ ଘଟଣା ଘଟିବାର 7 ମାସ ପରେ ସବୁ ନାନା ପ୍ରକାର ପରାମର୍ଶଦାତା ମାନେ ଘୋଷଣା ଦେଲେ ଯେ ନା କ'ଣ ସମସ୍ତେ ଘର ଭିତରେ ରୁହ, କ'ଣ ପାଇଁ ନା ସମସ୍ତେ ହାର୍ଟରେ ସମସ୍ତେ ପୀଡ଼ିତ, ସଫର ହାର୍ଟରେ ପୀଡ଼ିତ ଥିବା ସମସ୍ତଙ୍କୁ ଇନଡୋର୍ ଆମେ ପରାମର୍ଶ ଦିଆହେଲା। ଏବେ ଜାଣିବା ଆମେ କଜ୍ ଅଫ୍ ପଲ୍ୟୁସନ୍ର କାରଣ ଯେଉଁଟା ହଂକଂ ଅନୁସାରେ। ତ କ'ଣ ହେଇଥିଲା, ଡିଜେଲ୍ ଦ୍ୱାରା 98% ପ୍ରଦୂଷଣ ହେଉଛି, ଯେଉଁଟାକି ଆମର ଟ୍ୟାକ୍ସି, ମିନି ବସ୍, ଟ୍ରକ୍ ଦ୍ୱାରା ହେଉଛି। ତେଣୁ 1946 ଜାନୁଆରୀ ମାସ ପୂର୍ବରୁ କ'ଣ ହେଲା ନା ଟ୍ରାନ୍ସପୋର୍ଟ ଲବି ଘୋଷଣା କରିଦେଲା ଯେ ସମସ୍ତେ ପେଟ୍ରୋଲ ଚାଳିତ କ'ଣ ଯାନ ବ୍ୟବହାର କରିବା ପାଇଁ। ତାପରେ ଆଉ ଜଣେ ହେଉଛନ୍ତି ଆମର ହେମି ଡ୍ରିମୋସ୍, ଯିଏକି ଲିଡର ଥିଲେ। କ'ଣ ନା ପ୍ରିଟେଣ୍ଡ ଗୁଡ୍ ଏନଭାରନମେଣ୍ଟ, କିପରି ଗୋଟେ ଭଲ ପରିବେଶ ସୃଷ୍ଟି ହେବ ତା ପ୍ରତି ସଦାବେଳେ ସେ ପ୍ରିଟେଣ୍ଡ କରୁଥିଲେ, ପ୍ରତିରକ୍ଷା କରୁଥିଲେ ତା ପାଇଁ। ତ କ'ଣ ହେଉଥିଲା ନା ପଲ୍ୟୁଟେଡ୍ କ୍ୟାପିଟାଲ ଭାବରେ ଆମର ଏସିଆ କ୍ୟାପିଟାଲ ଥିଲା। ତାପରେ ଫୋର୍ଥରେ ଆମର ଦିଲ୍ଲୀ ଥିଲା, କିନ୍ତୁ ଟୋକିଓ, ସିଙ୍ଗାପୁର ଆମର ପ୍ରଦୂଷଣ ଭାବରେ ନଥିଲା। ତାପରେ ଆସିଲା ଯେଉଁ ଦିଲ୍ଲୀ ବିଷୟରେ ଡକ୍ଟର ରଞ୍ଜନ ବୋଷ କ'ଣ ଯିଏକି ଆମର TERI ବା ସିନିୟର ରିସର୍ଚ୍ଚର ଥିଲେ। TERI ଅର୍ଥ ହେଉଛି ଆମର ଟାଟା ଏନର୍ଜି ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ର ସିଏ ସିନିୟର ରିସର୍ଚ୍ଚ ଥିଲେ। ସିଏ କହିଲେ ଯେ କ'ଣ ହେଉଛି ନା 2000 ଇୟର ବେଳୁ 20% ଇନକ୍ରିଜ୍ ହେଇଛି ବାୟୁ ପ୍ରଦୂଷଣ। ଆଉ ଗୋଟେ କ'ଣ ହେଉଛି ନା ଦିଲ୍ଲୀରେ ଯେତେବେଳେ, ତାପରେ ରହିଲା ଆମର ଚୋକିଂ ସ୍ମୋକ୍, ଦିଲ୍ଲୀ ଯେତେବେଳେ ୱିଣ୍ଟର ସିଜନ୍ ଆସୁଥିଲା ଏଇର ଗୁଡ଼ିକ ପୁରା ଥଣ୍ଡା ହେଇଯାଉଥିଲା ଶୀତଦିନ, ଯାହାଦ୍ୱାରା ସବୁ କ'ଣ ନା ବାୟୁ ପ୍ରଦୂଷଣ ଗୁଡ଼ିକ ତଳେ ରହୁଥିଲା। ଯେତେବେଳେ କ'ଣ ନା ଯାହାଦ୍ୱାରା ଆଉ ଉପରୁ ନ ଯିବା ଦ୍ୱାରା ବହୁତ ରୋଗ ହେଉଥିଲା। କିନ୍ତୁ ଖରାଦିନେ କ'ଣ ହେଉଥିଲା, ବାୟୁ ଗୁଡ଼ିକ ତାତି ଯାଇକି ଉପରକୁ ଉଠି ଯାଉଥିଲା, ଆକାଶକୁ ଚାଲି ଯାଉଥିଲା। କିନ୍ତୁ ଶୀତଦିନ ହେଲା ମାନେ ପ୍ରୋବ୍ଲେମ୍ ଆରମ୍ଭ ହେଇଯାଉଥିଲା ଦିଲ୍ଲୀରେ। ତ ରେଗୁଲେସନ୍ ମଧ୍ୟ ଭଲ ଭାବରେ କାମ ଦେଉନଥିଲା ଉର୍ବାନ୍ ଏରିଆ, ଯାହାଦ୍ୱାରା କ୍ୟାନ୍ସର ରୋଗ ମଧ୍ୟ ଲୋକ ଅଧିକାଂଶ ପଡ଼ୁଥିଲେ। ତାପରେ ଆସିଲା ଆମେ ପରସେଣ୍ଟେଜ୍ ଅଫ୍ ଏସିଆନ୍ ସିଟିରେ ଦେଖିବା କେତେ ମାତ୍ରାରେ ବାୟୁ ପ୍ରଦୂଷଣ ହେଉଛି। ଆମେ ଦେଖିବା ଆମେ ବେଜିଂ ଦେଖିବା 75%, ଦିଲ୍ଲୀରେ ହେଉଛି ଆମର 64%, ମୁମ୍ବାଇରେ 52%। 1994ରୁ 95 କାର୍ ଜିପ୍ ପରିମାଣ ଭାରତରେ କେତେ 20% ବଢ଼ିଛି। ତାପରେ ହେଲା ଭେହିକଲ୍ ଦେଖିବା, ବାୟୁ ପ୍ରଦୂଷଣ ସବୁଠାରୁ 2 କିମ୍ବା 3 ଚକିଆ ଯାନ, ଯେଉଁଟାକି 2 ଷ୍ଟ୍ରୋକ୍ ଇଞ୍ଜିନ୍ ଦ୍ୱାରା ହେଉଛି, ଯେଉଁଟା କେଉଁ ପ୍ରକାର ଗ୍ୟାସ୍ ରହୁଛି, ଆମର ହାଇଡ୍ରୋକାର୍ବନ୍ ରହୁଛି, ଯେଉଁଟାକି ଦିଲ୍ଲୀରେ କେତେ ହେଇଛି 69% ହେଇଛି, କୋଲକାତାରେ 44 ହେଇଛି। ଆଉ କ'ଣ ଦିନକୁ ଦିନ ଇନକ୍ରିଜ୍ 5%, ତାର 5 ଗୁଣା ବଢ଼ିବାରେ ଲାଗିଛି ମଧ୍ୟ ଭେହିକଲ୍ କିଣାକିଣି। ଦେନ୍ ଆସିଲା ଆମର ଅନିଲ ଅଗ୍ରୱାଲ, ଯିଏ କହୁଛନ୍ତି ଆମର CSI ରହିଲା ଆମର ହେଲା। ତ ଦେଖ ଅନିଲ ଅଗ୍ରୱାଲ କ'ଣ ହେଉଛି, ଯିଏକି ଭାରତର ପଲ୍ୟୁସନ୍ ଉପରେ କହିଛନ୍ତି। କ'ଣ କହିଛନ୍ତି ନା କାହିଁକି ହେଉଛି ନା ଗୋଟେ ହେଉଛି ବେଡ୍ ଭେହିକୁଲାର, ମାନେ ଆମର ବେଡ୍ ଭେହିକୁଲାର ଯାନବାହନ ଇଏ ଯେଉଁ ଟେକ୍ନୋଲୋଜି ମାନେ ଖରାପ ଟେକ୍ନୋଲୋଜି ଯୋଗୁଁ ହେଉଛି। ଦ୍ୱିତୀୟ ହେଲା ଆମର କ'ଣ ହେଲା ଆମର ପୁଅର୍ ଫୁଏଲ୍ କ୍ୱାଲିଟି, ମାନେ ଜାଳେଣୀ ମାନେ ପୁଅର୍ ଫୁଏଲ୍ ମାନେ ଖରାପ ବା ପୁରା ନିମ୍ନ ସ୍ତରର ଜାଳେଣୀ କ୍ୱାଲିଟି ଯୋଗୁଁ। ଆଉ ଗୋଟେ ପୁଅର୍ ମେଣ୍ଟେନାନ୍ସ, ତା ସହ ମେଣ୍ଟେନାନ୍ସ ମଧ୍ୟ ଖରାପ ଯୋଗୁଁ ଏଇଟା ଏଭଳି ହେଉଛି। ଆଉ ଗୋଟେ ହେଉଛି ନନ୍ ଏକ୍ସିଷ୍ଟାଣ୍ଟ ଟ୍ରାଫିକ୍ ପ୍ଲାନ୍ର ମଧ୍ୟ ନଥିବା ଯୋଗୁଁ। ତ କ'ଣ ହେଉଛି ନା ପେଟ୍ରୋଲ ଥିବା ଆମର ବେଞ୍ଜିନ୍, ଯେଉଁଟାକି ଆମର କାର୍ଚିକନ୍ ଇନ୍ ଦ ପେଟ୍ରୋଲ, ସିଏ କ'ଣ ହେଉଛି ଲିଡ୍ ଇନ୍ ଦ କ୍ୟାନ୍ସର, ଯିଏକି କ୍ୟାନ୍ସରକୁ ଦେଉଛି। କେଉଁଟା ଆମର ହେଲା ବେଞ୍ଜିନ୍, ଯେଉଁ ରହିଲା ଆମର କାର୍ଚିକନ୍, ଯାହାଦ୍ୱାରା ପେଟ୍ରୋଲ ସିଏ କ'ଣ କ୍ୟାନ୍ସରକୁ ଲିଡ୍ କରୁଛି, ରୋଗକୁ ଦେଖାଉଛି। ଆର ସଲ୍ୟୁସନ୍ କ'ଣ, ଇଞ୍ଜିନ୍ ଗୁଡ଼ିକର ଟର୍ଣ୍ଣିଂକୁ ପୁରାପୁରି କମେଇ ଦେବା, ଯାହାଦ୍ୱାରା 20% ଡିକ୍ରିଜ୍ କରିପାରିବା ଇଞ୍ଜିନ୍ ଟର୍ଣ୍ଣିଂ। ଆଉ ଗୋଟେ କ'ଣ ହେଉଛି ନା ଇଲେକ୍ଟ୍ରିକ୍ ଟ୍ରାମ୍, ଯେଉଁଟାକି ମାନେ ନାନା ପ୍ରକାର ଇଲେକ୍ଟ୍ରିକ୍ ୟୁଜ୍ କରିବା, ଯାହାଦ୍ୱାରା 90% ମଧ୍ୟ ଆମର ଡିକ୍ରିଜ୍ ହେଇପାରିବ। ତାପରେ ହେଲା ଆମର କନଷ୍ଟ୍ରକ୍ସନ୍ ବା ରୋଡ଼ ୱାର୍କ, ଯଦି ଆମେ 1995 ବ୍ୟାଙ୍କକ୍ରେ ଦେଖିବା, ତେବେ କ'ଣ ହେଉଛି ନା 8 ଫୁଙ୍ଗି ଗୋଟେ ପ୍ରକାର ଜୀବାଣୁ, ଯେଉଁ 20% ବ୍ୟାକ୍ଟେରିଆ ଦେଖାଯାଇଥିଲା। ଆଉ କ'ଣ ହେଉଛି ଦିଲ୍ଲୀ ଯଦି ଆମେ ଦେଖିବା ଷ୍ଟୋନ୍ କ୍ରସର, ମାନେ ଯେଉଁ ପଥର କଟା ବିଷୟ ଦେଖିବା, ତେବେ କ'ଣ ହେଉଛି ନା ସେଥିରେ 500 ମାଇକ୍ରୋଗ୍ରାମର ବାୟୁ ପ୍ରଦୂଷଣ ଦେଖାଯାଇଛି। ଆଉ ଗୋଟେ କ'ଣ ହେଲା 3 କୋଏଲ୍ ବର୍ଣ୍ଣିଂ, ଦିଲ୍ଲୀରେ ଆମେ ଦେଖିବା 3ଟା କୋଏଲ୍ ବର୍ଣ୍ଣିଂ, ଯେଉଁ କୋଇଲା ଗୋଟେ ଜାଳା ହେଉଛି, ସେଥିରେ କ'ଣ ହେଉଛି 10 ଟାଇମ୍ ତ ବାୟୁ ପ୍ରଦୂଷଣ ପୁରାପୁରି ହେଉଛି, ଟକ୍ସିକ୍ ପୁରା ବିଷାକ୍ତ ଆସୁଛି। ଏବେ ଦେଖିବା ଆମେ କୋଏଲ୍ ଡିଜେଲ୍ ବର୍ଣ୍ଣିଂ,
द्वारा कौन प्रोब्लेम होची जोटा कि हमर कौन कौन गैस रोची तारे सल्फर रोची डाइऑक्साइड रोची जोटा कि हार्ट में प्रोब्लेम रोची तापर रहला हाइड्रोकार्बन जोटा कैंसर पे रोची तापर रहला नाइट्रोजन ऑक्साइड रहला जोटा कार्बन मोनोक्साइड जोटा हमर ब्लड सेल माने नष्ट कर लिवर किडनी पर मन इफेक्ट पकोची। एबे देखिया डॉक्टर चान चांग चौन तो सी कौन होता ना सी कहते डाटी एरी उपर कहते यहाँ कौन कौन आ द्वारा कोल्ड हम आलर्जी हम फ्लू हम आ कौन जिते आम सर्जिकल मास्क मतलब किसी कम आसब ना 1995 मसीह WBS जोड़ा कि हूँ आमर वर्ल्ड बैंक है जोड़ा हूँ वर्ल्ड बैंक से तो कौन हो कहुई दिल्ली में कौन हो ना माने नाना डाटी एरिया के 40 लाख होती कोलकाता 30 लाख होती मुंबई में 25 लाख होती तापर द्वारा स्टूडेंट मैंने कौन सफर कर नाना प्रकार लीड फ्यूएल जोड़ा सीसा मिसेस इंधन द्वारा प्रोब्लेम हो गोटे कौन हो ब्लड एंड बोन्स से ब्लड रक्त आ बोन्स माने अस्थि मजा माने नाना प्रकार रक्त रे आ हार्ट रे प्रोब्लेम देखा आ द्वारा सॉल्यूशन कौन अच्छे आमर काटलाटिक कन्फ्लिक्ट ता अर्थ हूँ दिल्ली मुंबई कोलकाता चेन्नई रे ये कौन हो ना ई मिशन द्वारा जमी माने करेन्ट चालित ये द्वारा चेंज कर देखिए डॉक्टर इकबाल मल्लिक ये कौन हो ना सी कहते 90% ऑटो द्वारा हो ऑटो मान जानबाहन 9% हो जोड़ा कि आमर एबे कौन हो दिल्ली रे ई मिशन प्रोग्राम चलती जोड़ा कि ना हूँ आमर बाट बरण जोड़ा कौन हो क्लीनर एयर वायु को सफा करेंगे 1999 मसीह प्लानिंग होती जोड़ा कि ओल्ड व्हीकल गुड़ी किपरि सफा कर को प्रोग्राम ना हूँ बाट बरण जोड़ा कौन हो देख देखिए बोले मुंबई अपेक्षा दिल्ली रे 50% कोलकाता अपेक्षा दिल्ली रे 65% मान दिल्ली रे डेभलप कथा कह किपरि करा तापर कौन आम देखा बैंकॉक देखा थाईलैंड देखा जीडीपी कौन पॉल्यूशन द्वारा पूरा 7 ईयर रे 8% पॉल्यूशन द्वारा पूरा पूरी बढ़ी तापर आमर जापान देखा जापान सरकार कौन कले ना बीजी हाईवे जो हाईवे लोक मैंने बास कर जोड़ा 18 जन पीपुल जो मैंने आक्रांत होते से कौन हो ना सरकार द्वारा 65 मिलियन दि जाइए किए देती आमर ना हंसिन एक्सप्रेस वे पब्लिश कॉर्पोरेशन द्वारा दि जाइए तापर जो मैंने मृत्युमुखर पड़ते किपरि मरचंती से माने ना आमर क्रोनिक ब्रोनसली आ गोटे कौन आस्तमा रोग पीड़ित होती तो सरला बर्तमान पूरा पूरी प्रो सेक्शन सरला सबुज पढ़ला आम की लिखला आम एमसीक्यू जी।